स्टार्ट। A few moments later. हेलो हाय नमस्कार मुझे तपन आप ओडिया चैनल तपन ब्लॉग्स। तो फ्रेंड्स आशा करते आप भल थे मुझे बहुत भल अच्छी। तो फ्रेंड्स देखिए केटे सुंदर जगह बहुत सुलसुलिया पवन बहुत आउ सुलसुलिया ठंडा पवन बहुत आउ देखिए आम आई हनुमान मंदिर। तो फ्रेंड्स आम आपण को नहीं जो हनुमान मंदिर ठीक आप देखिए पूर्व देखो केटे सुंदर जगह केते गछपतर बहुत बढ़िया लगुच ठंडा पवन बहुत। आशा करते आपण मानक बहुत भल लगे जदि भल लगे पानी सुविधा कराई जहाँफल भक्त मैंने आइले असुविधा जमी न हो संगे भक्त मैंने आसले भोजी कर बाहर भक्त मैंने भी आस। तो देखिपे राम मंदिर दृश्य छतिया राम मंदिर कारुकार्य कर देखिपे कारुकार्य बहुत बढ़िया है सुंदर लगुच देखिए। क्या कर रहे हैं यार तू? मतलब मजाक है क्या? स्टार्ट। तो आपण मानक नहीं बर्तमान जाऊँगी हनुमान मंदिर भितर को भर दृश्य देखिए। भीतर दृश्य देखो ये हूँ राम मंदिर भीतर दृश्य देखिए पारे राम सिंहासन नुआ या सुंदर लगुच। तो फ्रेंड्स देखिपे आपण देखा जाऊँ कि नहीं अंधार रही भीतर जदि देखा जाता ताले कमेंट माध्यम जनइबे। ता सांग को देखु रामंकर भगवान दश अवतार मूर्ति लगाई सुंदर देखा देखिपे। तो ता संग को आम हनुमान मंदिर देखु ये हनुमान भीतर दृश्य ठाकुर भल लगे देखा देखिपे भगवान बसती ता संग को देखुवे अन्य ठाकुर भी भगवान हनुमान। फ्रेंड्स ये देखिए पारे जो जगह की यहाँ बर्तमान गोटे चुआ थिला माने ठाकुर गोटे जगह चुआ थिला जहाँफल समस्ते ये गाधे पारे आसिकी किंतु एबे से बंद हो जाए पोता हो बदले आउ गोटे दूर में पोखरी खोलाई जहाँ को तुम किए गाड़िया कहींपारती आठी गाधुआ होटा बंद हो जाए फूल 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 लगे से बंद कराई। तो देखिए सुंदर जगह बगीचा सुंदर बगीचा टे छटिया बगीचा टे भल डिजाइन फूल गोटे छोटिया कूह अच्छी
ଆପଣମାନେ କୂଅ ଦେଖିପାରୁଥିବେ। ମୁଁ ତାର ଭିତର ଦୃଶ୍ୟ ଦେଖାଉଛି। ଦେଖ ଗୋଳିଆ ପାଣି କେତେ ଭିତରକୁ ଅଛି, ଆଉ ବେଙ୍ଗ ମଧ୍ୟ ପ୍ରବଳ ଅଛନ୍ତି। ଆଉ କିଛି ନାହିଁ, ଏ ପାଣି କେହି ପିଉନାହାନ୍ତି କି ଭୋଜି ଭାତରେ ଲାଗୁଛି। ଆଉ ଫ୍ରେଣ୍ଡସ୍ ଦେଖିପାରୁଥିବେ କେଡ଼େ ସୁନ୍ଦର ଜାଗା, ବଗିଚା ଭିତରେ ଦେଖିଥିବେ। ଆଉ ଦେଖନ୍ତୁ ବଗିଚା କେଡ଼େ ସୁନ୍ଦର ଲାଗୁଛି। ଦେଖ କେତେ ଡିଜାଇନ ଡିଜାଇନ ଭଲ ଭଲ ଫୁଲ ମଧ୍ୟ ଦେଖିପାରୁଥିବେ। ଚାରିଆଡ଼େ ଦେଖନ୍ତୁ କେଡ଼େ ସୁନ୍ଦର ଡିଜାଇନ ଡିଜାଇନ ଫୁଲ ମଧ୍ୟ ଅଛି। ଆଉ ତା ସାଙ୍ଗକୁ ଦେଖିପାରୁଥିବେ ଆମର ଗୋଟେ ବହୁତ ଭଲ ଜିନିଷଟିଏ ହେଇଛି। ଦେଖନ୍ତୁ ବହୁତ ଲେମ୍ବୁ ପ୍ରବଳ ମାତ୍ରାରେ ଫଳିଛି। ଆଉ ଦେଖୁଥିବେ ବେଶୀ ବଡ଼ ବଡ଼ ହେଇନି, ଛୋଟ ଛୋଟ ହେଇଛି, କିନ୍ତୁ ପ୍ରବଳ ମାତ୍ରାରେ ଫଳିଛି। ଆଉ ତା ସାଙ୍ଗକୁ ଦେଖିପାରୁଥିବେ, ଭିତରେ ଦେଖିପାରୁଥିବେ ଫ୍ରେଣ୍ଡସ୍, ଲେମ୍ବୁ ମଧ୍ୟ କିଛିଟା ପାଚିଗଲାଣି, ଆପଣମାନେ ଦେଖିପାରୁଥିବେ। ଆଉ ଯଦି ଲେମ୍ବୁ ନେବାର ଅଛି ତାହେଲେ ଆସିପାରନ୍ତି, ନେଇପାରନ୍ତି। ଆଉ ତା ସାଙ୍ଗରେ ଦେଖିପାରୁଥିବେ ବହୁତ ଭଲ ଲାଗୁଛି। ପବନ ମଧ୍ୟ ବହୁତ ଥଣ୍ଡା ପବନ, ଭଲ ପବନ ମଧ୍ୟ ହେଉଛି। ଆଉ ଏ ଜାଗା ଯିଏ ଆସିବ ଥରେ ମଧ୍ୟ ଏଠୁ ଯିବାକୁ ମଧ୍ୟ ଇଚ୍ଛା କରିବନି। ଏଠି ଯିଏ ଆସନ୍ତି 2 ଘଣ୍ଟା 3 ଘଣ୍ଟା 5 ଘଣ୍ଟା ଲେଖା ଏଠି ରହିକି ଯାଆନ୍ତି। ତ ଆପଣ ମଧ୍ୟ ନିଶ୍ଚିତ ଆସନ୍ତୁ, ଥରେ ବୁଲିକି ନିଶ୍ଚୟ ଯାଆନ୍ତୁ। ତ ଦେଖିପାରୁଥିବେ ଏଠି ମଧ୍ୟ ଦେଖିଥିବେ ଫ୍ରେଣ୍ଡସ୍, ଦେଖିପାରୁଥିବେ ଗୋଟେ ଭଲ ପିଜୁଳି ଗଛ ହେଇଛି। ଏଥିରେ କିନ୍ତୁ ପିଜୁଳି ବର୍ତ୍ତମାନ ଫଳିନି, ଅଳ୍ପ ଫଳିଛି। ଦେଖିଥିବେ ଟିକିଟିଆଣି ହେଇଛି। ଆଉ ବଡ଼ ହେଲା ପରେ ଆସିକି ଖାଇପାରିବେ। ଆଉ ପିଜୁଳି ମଧ୍ୟ ବିକା ହେବ, ଗୋଟା ପିଜୁଳି କି 10 ଟଙ୍କା ହିସାବରେ ପଡ଼ିବ। ଆଉ ତା ସାଙ୍ଗକୁ ଦେଖୁଥିବେ ଭଲ କୁଟିକୁଟିଆ ଭଲ ନାଲି ଫୁଲ ମଧ୍ୟ ହେଇଛି, ଦେଖିପାରୁଥିବେ। ଏ ଫୁଲ କେଉଁ ଫୁଲ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆପଣଙ୍କ କମେଣ୍ଟକୁ ଆମେ ଅପେକ୍ଷା କରିଛୁ। ଆଉ ତା ସାଙ୍ଗକୁ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ସର୍ବପ୍ରଥମେ ଆପଣମାନେ ଦେଖିପାରିବେ ମୋ ଚ୍ୟାନେଲ୍। ଆଉ ତା ସାଙ୍ଗକୁ ମୁଁ ମଧ୍ୟ 3 ଜଣ ମାଙ୍କଡ଼ ମୂର୍ତ୍ତି ଅଛି, ମୁଁ ଆପଣମାନଙ୍କୁ ନେଇଯାଉଛି ତା ପାଖକୁ। ଫ୍ରେଣ୍ଡସ୍ ଦେଖିପାରୁଥିବେ ଏଠି ଆମର ମୂର୍ତ୍ତି ମାଙ୍କଡ଼ ବସିଛି। ଆଉ ଜଣେ ପାଟିରେ ହାତ ଦେଇଛି, ଜଣେ କାନରେ ହାତ ଦେଇଛି, ଜଣେ ଆଖିରେ ହାତ ଦେଇଛି। ତ ଫ୍ରେଣ୍ଡସ୍ ଇଏ ଆମର ଏବେ ବର୍ତ୍ତମାନ 3-4 ବର୍ଷ ମୂର୍ତ୍ତି ଗଢ଼ା ହେଇଛି। ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଡିଜାଇନ୍ ଗଢ଼ା ହେଇଛି। ଯେଉଁ କାରିଗରଟି ଗଢ଼ିଛନ୍ତି ତାକୁ ଅଶେଷ ଧନ୍ୟବାଦ। ତାଙ୍କୁ ପୁରସ୍କାର ଘୋଷଣା କରାଯାଉଛି ଟଙ୍କେ 4 ପଇସା। ଦେଖିପାରୁଥିବେ ତା ପାଖାପାଖି ଗୋଟେ ସୁନ୍ଦର ଲାଗୁଛି ଜାଗା, ବିଲ ମଧ୍ୟ କିଛି ଅଛି। ଆଉ ତା ଆର ପଟେ ଗୋଟେ ବଜାର ଅଛି, ଏଇଠୁ 1-1.5 କିଲୋମିଟର ବାଟ ହେବ। ତ ଆପଣଙ୍କର ଏଠୁ ଯଦି କିଛି ଜିନିଷ ଦରକାର ପଡ଼ିବ ତାହେଲେ ଆପଣ ଏଇ ବିଲ ବାଟ ଦେଇକି ଯାଇପାରିବେ, କମ୍ ବାଟ ପଡ଼ିବ। ଆଉ ତା ସାଙ୍ଗକୁ ଫ୍ରେଣ୍ଡସ୍ ଆଶା କରୁଛି ଯଦି ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ କମେଣ୍ଟ ମାଧ୍ୟମରେ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣମାନେ ମୋ ଚ୍ୟାନେଲକୁ ଦେଖିପାରିବେ ଆଉ ଲାଇକ୍ ମଧ୍ୟ କରିବେ। ତ ଏତିକି କହି ମୋର ଭିଡ଼ିଓ ବନ୍ଦ କରୁଛି। କିନ୍ତୁ ତା ପୂର୍ବରୁ ଏତିକି କହିବି, ଯଦି ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ ଲାଇକ୍ କରିବେ, ଆଉ ଯଦି ଭିଡ଼ିଓଟି ଭଲ ନ ଲାଗିବ ତାହେଲେ ଡିସଲାଇକ୍ କରିବେ। ମୋର ଏଥିରେ କିଛି ଆପତ୍ତି ନାହିଁ କି ମୋର କିଛି ଅଭିଯୋଗ ନାହିଁ।